କିନ୍ତୁ ଏମିତି କମ୍ପିଟିସନ୍ ହେବା କଥା ନୁହେଁ। କମ୍ପିଟିସନ୍ ହେବା କଥା ମେସିନ୍ ପୁଡ଼ିଲା ପର୍ଯ୍ୟନ୍ତ। ସାଜନ ଭାଇ ଯେଉଁଟା କହୁଥିଲେ, ମୁଁ ସାଜନ ଭାଇ କଥାକୁ ଏକମତ। ଭାଇ କମ୍ପିଟିସନ୍ ହେବ, ଘଣ୍ଟେ ଘଣ୍ଟେ ଗୋଟେ ଦିନ ରାତି ପାଇଲା ପର୍ଯ୍ୟନ୍ତ କମ୍ପିଟିସନ୍ ହେବ, ମେସିନ୍ ପୁଡ଼ିଲା ପର୍ଯ୍ୟନ୍ତ କମ୍ପିଟିସନ୍ ହେବ। ଏମିତି ନୁହେଁ ଯେ ଗୋଟେ ମାନେ ଗୀତ ବଜେଇଦେବ, ଭାଇ ତୁ ଗୋଟେ ଭେସ୍ ମାର, ସିଏ ଗୋଟେ ଭେସ୍ ମାରିବ, ସେମିତି କମ୍ପିଟିସନ୍। ଆଉ ତାପରେ ବି ପାୱାର ଯେଉଁ ବିଏମ୍ ରିମିକ୍ସ ରହିଲା, ମୁଁ ତାକୁ ଡାଇରେକ୍ଟ କହୁଛି ଭାଇ ହିନ୍ଦୀରେ ଭଲସେ କଥା କୁହ। ଭାଇ ବଙ୍ଗାଳୀ ତ ଆପଣ ହିନ୍ଦୀ ହିଁ ଠିକ୍ କହିପାରୁନାହାନ୍ତି, କଥା ଠିକ୍ କହିପାରୁନାହାନ୍ତି, କମ୍ପିଟିସନ୍ କ'ଣ କରିବେ? ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ଡିଜେ ଶିବୁନ, ପୁଣି ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଭଦ୍ରକରେ ଏବେ ପାଖାପାଖି ସବୁ ମେଳନ ସରିଗଲାଣି, କିନ୍ତୁ ଗୋଟିଏ ମେଳନରେ ଏପର୍ଯ୍ୟନ୍ତ, ସେଇ ଯେଉଁ ଗୋଟିଏ ମେଳନ ରହିଛି ସେ ହେଉଛି ମତ୍ତୁ ମେଳନ। ମତ୍ତୁ ମେଳନରେ ହୋଇଥିବା ଯେଉଁ ପାୱାର ସାଜନକା କମ୍ପିଟିସନ୍ ରହିଛି, ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରୁନି କିଏ ମାନେ ୱିନ୍ କରିଛି ସେ କମ୍ପିଟିସନ୍ରେ। ଲୋକ ତ ଅନେକ କଥା ଅନେକ କହିବେ, କିନ୍ତୁ ମାନେ ଲୋକ ପାୱାର ଫ୍ୟାନ୍ କହିବେ ପାୱାର ୱିନର୍, ସାଜନ ଫ୍ୟାନ୍ କହିବେ ସାଜନ ୱିନର୍, କିନ୍ତୁ ରିଏଲ୍ ୱିନର୍ କିଏ? ଯେଉଁ ମତ୍ତୁ ମେଳାରେ ମାନେ ସାଜନ ଡିଜେ କପ୍ ପାଇଛି, ସେଟା ଠିକ୍ ନା ଠିକ୍ ନୁହେଁ? କିଏ କପ୍ ପାଇବାର ଯୋଗ୍ୟ, ପାୱାର ନା ସାଜନ? ଚାଲ ଜାଣିବା ଏଇ ଭିଡ଼ିଓରେ। ଭିଡ଼ିଓ ଟିକେ ଆଉ ବଡ଼ ନ କରି ଆରମ୍ଭ କରିବା, କିଏ ମାନେ ମତ୍ତୁ ମେଳାର ରିଏଲ୍ ୱିନର୍। ରିଏଲ୍ ୱିନର୍ ଯେଉଁ କମ୍ପିଟିସନ୍ ହେଇଥିଲା, କିଏ ୱିନର୍, ପାୱାର ନା ସାଜନ? ଚାଲନ୍ତୁ ଭିଡ଼ିଓ ଟିକେ ଆରମ୍ଭ କରିବା। ଯେଉଁ 2025 ମତ୍ତୁ ମେଳାରେ ଯେଉଁ କମ୍ପିଟିସନ୍ଟି ହେଇଥିଲା ପାୱାର ଆଣ୍ଡ ସାଜନ ଭିତରେ, ସେ ସାଜନ ଭିତରେ ମାନେ ସେ କମ୍ପିଟିସନ୍ର ୱିନର୍ କିଏ? ପବ୍ଲିକ୍ ତ କହୁଛନ୍ତି ସାଜନ ୱିନର୍, ପବ୍ଲିକ୍ ବି କହୁଛନ୍ତି ପାୱାର ୱିନର୍। ୱେଷ୍ଟବେଙ୍ଗଲ ୟୁଟ୍ୟୁବର ଯେଉଁମାନେ ଆସିଥିଲେ, ବି ଫ୍ୟାନ୍ ଯେଉଁମାନେ ଆସିଛନ୍ତି, ସେ ପାୱାରକୁ ସପୋର୍ଟ କରୁଛନ୍ତି। ଆଉ ଝାଡ଼ଖଣ୍ଡରୁ ଯେଉଁ ୟୁଟ୍ୟୁବର ମାନେ ତାଙ୍କ ପବ୍ଲିକ୍ ଆସିଥିଲେ, ସିଏ ସାଜନକୁ ହିଁ ସପୋର୍ଟ କରୁଛନ୍ତି। ଆମର ଯେଉଁ ଓଡ଼ିଶାରେ ଯେଉଁ ଲୋକମାନେ ରହିଲେ, ୟୁଟ୍ୟୁବର ରହିଲେ, କିଏ ତ ସାଜନକୁ ସପୋର୍ଟ କରୁଛି, କିଏ ତ ପାୱାରକୁ ସପୋର୍ଟ କରୁଛି। କିନ୍ତୁ ରିଏଲ୍ ୱିନର୍ କିଏ ସେଦିନ କମ୍ପିଟିସନ୍ରେ ଜିତିଲା, କାହାର ଭଲ ଭେସ୍ ଥିଲା, କାହାର କ୍ୱାଲିଟି ଥିଲା, ସେଟା ଲୋକ ବୁଝୁନାହାନ୍ତି। ଲୋକ କହୁଛନ୍ତି ସାଜନ ୱିନର୍ ତ ପାୱାର ୱିନର୍, କିନ୍ତୁ ସେଟା ରିଏଲ୍ ୱିନର୍ କିଏ, ସେଟା ଏଇ ଭିଡ଼ିଓରେ ଜାଣିବା। କିଏ ୱିନର୍ ସତରେ, କିଏ ୱିନର୍, କିଏ ସତରେ ମତ୍ତୁ ମେଳନର କମ୍ପିଟିସନ୍ର ମାନେ ୱିନର୍ର ଯୋଗ୍ୟ? ମତ୍ତୁ ମେଳନର ସାରା ମାନେ ଯେଉଁ ରୋଡ଼ ଶୋ ହେଇଥିଲା, କପ୍ ଯେଉଁ ସାଜନ ନେଇଛି, ସେ କପ୍ଟି ମାନେ ଠିକ୍ କି ନାହିଁ ସେ କପ୍? ଚାଲନ୍ତୁ ଜାଣିବା ଏ ଭିଡ଼ିଓରେ। ଯେଉଁ କମ୍ପିଟିସନ୍ ହେଇଥିଲା ମାନେ ଯେଉଁ ଟେଲଟେଙ୍ଗ ପେଟ୍ରୋଲ ପମ୍ପ ପାଖରେ, ଯେଉଁ ସାଜନ ପାୱାର ବହୁତ ମାନେ ବଢ଼ିଆ ଭେସ୍ ଥିଲା। ମୁଁ ପୁରା ନିଜେ ସେ ସାଜନ ପାୱାର କମ୍ପିଟିସନ୍ ମଝିରେ ଥିଲି। ଏ ପାୱାରର ତ ଭେସ୍ ଥିଲା, ବହୁତ ବଢ଼ିଆ ଭେସ୍। ସାଜନ ପାଖରେ ଠିଆ ହେଲେ ବି ପାୱାର ଭେସ୍ ଫିଲ୍ ହେଉଥିଲା ଭାଇ, ମାନେ ରିଏଲ୍ କଥା ଭାଇ। ଭାଇ ସାଜନ ଫ୍ୟାନ୍ ମୋତେ ଖରାପ ଭାବିବେନି କି ଖରାପ କମେଣ୍ଟ କରିବେନି, ରିଏଲ୍ କଥା। କିନ୍ତୁ ସାଜନର ଭାଇ ଭେସ୍ରେ କ୍ୱାଲିଟି ଥିଲା, ବହୁତ ବଢ଼ିଆ କ୍ୱାଲିଟି ଥିଲା ଭେସ୍ରେ ବି। ମାନେ ସାଜନ ଡିଜେ ବି ପୁରା ପାୱାରକୁ ଟକ୍କର ଦେଉଥିଲା। ମୁଁ କହିବିନି ଯେ ପାୱାର ୱିନର୍ କରିଗଲା, କିନ୍ତୁ ସାଜନ ଡିଜେ ପୁରା ବରାବର ଟକ୍କର ଦେଉଥିଲା ମାନେ ପାୱାର ଡିଜେ ସାଙ୍ଗରେ। ଯେଉଁ ୱେଷ୍ଟବେଙ୍ଗଲ ଡିଜେ ରହିଛି ପାୱାର, ତା ସାଙ୍ଗରେ ପୁରା ଟକ୍କର ହିଁ ଦେଉଥିଲା। ଯେଉଁ ସାଜନ ଭାଇ କହିବା କଥା, ମାନେ କମ୍ପିଟିସନ୍ ଏଭଳିଆ ହୁଏ ନାହିଁ। ପାୱାର ମ୍ୟୁଜିକ୍ ଯେଉଁ ଭଳିଆ କମ୍ପିଟିସନ୍ କରୁଥିଲା, ପାୱାର ମ୍ୟୁଜିକ୍ ଯେଉଁ କମ୍ପିଟିସନ୍ କରୁଥିଲା, କମ୍ପିଟିସନ୍ କରୁଛି ସଙ୍ଗ୍ ବନ୍ଦ କରିଦେଉଛି, କମ୍ପିଟିସନ୍ କରୁଛି ସଙ୍ଗ୍ ବନ୍ଦ କରିଦେଉଛି, ସେଭଳିଆ କମ୍ପିଟିସନ୍ ହୁଏ ନାହିଁ। ପାୱାର ମ୍ୟୁଜିକ୍ ସାଜନ ଭାଇ କହିଲା ଭଳିଆ କମ୍ପିଟିସନ୍ ପୁରା ରାତିମାନ ହେବା ପର୍ଯ୍ୟନ୍ତ, ମେସିନ୍ ପୋଡ଼ିବା ପର୍ଯ୍ୟନ୍ତ କମ୍ପିଟିସନ୍ ହେବ। ତାପରେ ହିଁ ଜଣାପଡ଼ିବ କିଏ କମ୍ପିଟିସନ୍ ୱିନ୍ କରିଲା। ତା ବୋଲି ନୁହେଁ ଗୋଟେ ଗୀତ ବନ୍ଦ ମାନେ ବଜାଇଦେବା, ଗୋଟେ ଭେସ୍ ମାରିଦେବେ, ସିଏ ସାଜନ ଗୋଟେ ଗୀତ ବଜାଇଦେବ, ଭେସ୍ ମାରିଦେବ, ତାହେଲେ ସେମିତି କହିଲେ କେମିତି ଆମେ ଜାଣିବା ୱିନର୍ କିଏ ହେଲା? ସେମିତି ହେବ ନାହିଁ ଭାଇ। ଠାକୁର ବାଟରେ ଛାଡ଼ିଦେବା, ଠାକୁର ଯାଇ ମେଳନ ପଡ଼ିଆରେ ବସିବେ ତା ଟାଇମ୍ ଅନୁସାରେ, କିନ୍ତୁ ଡିଜେ କମ୍ପିଟିସନ୍ ବନ୍ଦ ହେବ ନାହିଁ ଯେପର୍ଯ୍ୟନ୍ତ ମେସିନ୍ କାହାର ପୋଡ଼ିନି କି କାହାର ଡିଜେ ସେଟଅପ୍ ବନ୍ଦ ହେଇନି। ତାହେଲେ ଜାଣିବା କାହାର ମାନେ ସେଟଅପ୍ ମାନେ ମାନେ ଅଧିକ ଥିଲା, ମାନେ କାହାର ସାଉଣ୍ଡ ଭଲ ଥିଲା, କିଏ ଜିତିଲା। ସେମିତି ଭାଇ ଯେଉଁ କହୁନାହିଁ ପାୱାର ଡିଜେ ସାଜନ ଅଧିକ ଲୋଡ଼ କରିଥିଲା, ସେଟା ଭାଇ ଏଠି କମ୍ପିଟିସନ୍ ହେଉଥିଲା ମତ୍ତୁ ମେଳନରେ। କିଏ କେତେ କାହା ସ୍ପିକର ଗ୍ୟାରେଣ୍ଟି ଥିଲାନି। କମିଟି ଭାଇ କହିଥିଲେ ଯିଏ ଯେତେ ଲଦି ପାଇଲା। ଏଠି ସ୍ପିକର ମ୍ୟାଚ୍ ହେଇ କମ୍ପିଟିସନ୍ ହେଉନଥିଲା। ସେମିତି ହେଲେ ତ ଭାଇ ସାଜନ ତ ଅଧିକ ଲୋଡ଼ କରୁ କି ପାୱାର କମ୍ ଲୋଡ଼, ସେଟା ଆମେ ଭାଇ ପବ୍ଲିକ୍ ବୁଝିବେ କି? ପବ୍ଲିକ୍ ଭାଇ ଦେଖିବେ କିଏ ୱିନ୍ କଲା, ସେ ସାଜନ ଅଧିକ ଲୋଡ଼ କରୁ କି ପାୱାର ଅଧିକ ଲୋଡ଼ କରୁ, ସେ କଥା ବଡ଼ ନୁହେଁ। ଏଠି ମାନେ ପବ୍ଲିକ୍ ମାନେ ମତ୍ତୁର କମିଟି ମାନେ ଭାଇମାନେ କହିଲେ ଯିଏ ଯେତେ ଲୋଡ଼ କରିପାଇଲା। ଏଠି କିଛି ନିୟମ ନାହିଁ ସ୍ପିକରରେ। ତାପରେ ସାଜନ ପାୱାର ଯେଉଁ ଯେତିକି ବି କମ୍ପିଟିସନ୍ ହେଇଛି, ତା ଭିତରେ ସାଜନ ବି ବହୁତ ବଢ଼ିଆ ବଜେଇଛି, ପାୱାର ବି ଭଲ ବଜେଇଛି। କିନ୍ତୁ ପାୱାର ଯେଉଁ ଭେସ୍ ଥିଲା ବହୁତ ବଢ଼ିଆ ଥିଲା ଭେସ୍, ମୁଁ ବି ମାନୁଛି ପାୱାର ଭେସ୍ ବଢ଼ିଆ ଥିଲା। ସାଜନ ପାଖରେ ବି ଫିଲ୍ ହେଉଥିଲା ପାୱାର ଭେସ୍।
ଆଉ ସାଜନ ବି ଭେସ୍ର ବହୁତ କ୍ୱାଲିଟି ଥିଲା, କିନ୍ତୁ ଏମିତି କମ୍ପିଟିସନ୍ ହେବା କଥା ନୁହେଁ। କମ୍ପିଟିସନ୍ ହେବା କଥା ମେସିନ୍ ପୁଡ଼ିଲା ପର୍ଯ୍ୟନ୍ତ। ସାଜନ ଭାଇ ଯେଉଁଟା କହୁଥିଲେ, ମୁଁ ସାଜନ ଭାଇ କଥାକୁ ଏକମତ। ଭାଇ କମ୍ପିଟିସନ୍ ହେବ, ଘଣ୍ଟେ ଗୋଟେ ଦିନ ରାତି ପାଇଲା ପର୍ଯ୍ୟନ୍ତ କମ୍ପିଟିସନ୍ ହେବ, ମେସିନ୍ ପୁଡ଼ିଲା ପର୍ଯ୍ୟନ୍ତ କମ୍ପିଟିସନ୍ ହେବ। ଏମିତି ନୁହେଁ ଯେ ଗୋଟେ ମାନେ ଗୀତ ବଜେଇଦେବ, ଭାଇ ତୁ ଗୋଟେ ଭେସ୍ ମାର, ସିଏ ଗୋଟେ ଭେସ୍ ମାରିବ, ସେମିତି କମ୍ପିଟିସନ୍ ହୁଏନି ଭାଇ। ଆଉ ତାପରେ ବି ପାୱାର ଯେଉଁ BM ରିମିକ୍ସ ରହିଲା, ମୁଁ ତାକୁ ଡାଇରେକ୍ଟ କହୁଛି ଭାଇ ହିନ୍ଦୀରେ ଭଲସେ କଥା କୁହ ଭାଇ। ବଙ୍ଗାଳୀ ତ ଆପଣ ହିନ୍ଦୀ ହିଁ ଠିକ୍ କହିପାରୁନାହାନ୍ତି, କଥା ଠିକ୍ କହିପାରୁନାହାନ୍ତି, କମ୍ପିଟିସନ୍ କ'ଣ କରିବେ ଭାଇ। ସାଜନ ଭାଇ ବି ହିନ୍ଦୀ ଯେଉଁ ଭଳିଆ କଥା କହୁଥିଲା, ଆପଣ ସେଇଭଳିଆ କୁହନ୍ତୁ BM ରିମିକ୍ସ ଭାଇ। ଭାଇ କଥା ହିନ୍ଦୀ ଠିକ୍ ସେ କୁହନ୍ତୁ ଭାଇ, ବଙ୍ଗାଳୀ ଏଠି କେହି ବୁଝିପାରିବେନି ଭାଇ। ଏଠି ଓଡ଼ିଆ ଲୋକ ହିନ୍ଦୀ ବୁଝିବେ, ଓଡ଼ିଆ ବୁଝିବେ। ଆପଣ ଓଡ଼ିଆ ଜାଣିଛନ୍ତି, କମେଡ଼ି ଭାଇ କୁହନ୍ତୁ, ଆପଣ ଯେଉଁ କମେଡ଼ି ଆଣିଥିଲେ ସେ ଓଡ଼ିଆରେ ବୋଲିବେ, ନଚେତ ଆପଣ ହିନ୍ଦୀ ପ୍ରାକ୍ଟିସ୍ କରନ୍ତୁ। DJ ସାଜନ ମାନେ କହିଲା ଭଳିଆ DJ ହିନ୍ଦୀ ପ୍ରାକ୍ଟିସ୍ କରନ୍ତୁ। ତାପରେ ବି ଆପଣ ଯେଉଁ ସାଜନ ଯେଉଁ କହିଲା ଆଉ ଗୋଦାମ ଖାଲି ହୋ ଗୟା କ୍ୟା, ଆପଣ ପାଖରେ ବି ଅଧିକ ବକ୍ସ ଥିଲା, ଆପଣ ବି ଆଣିକି ଲୋଡ଼୍ କରିପାରିଥାନ୍ତେ, ସେଟା କିଛି ବଡ଼ କଥା ନୁହେଁ। ଆପଣ କ'ଣ ପାଇଁ କହିଲେ ଯେ ସିଏ କହିଲା ଯେ ସକାଳ ପର୍ଯ୍ୟନ୍ତ କମ୍ପିଟିସନ୍ ହେବ, ଆପଣ କ'ଣ ପାଇଁ କହିଲେ ଯେ ଆପଣ ଅଧିକ ଲୋଡ଼୍ କରିଥିଲେ, ସେଟା ବଡ଼ କଥା ନୁହେଁ। ଏଠି କମ୍ପିଟିସନ୍ର କୌଣସି ମାନେ ବକ୍ସର କିଛି ଲୋଡ଼ିଂ ନଥିଲା, ଯିଏ ଯେତେ ଲୋଡ଼ିଂ କରିବ ସେଇଟାରେ କମ୍ପିଟିସନ୍ ହେବ। ସେଇଟାରେ ଆପଣ ଟ୍ରାଏ କରିବେ କେତେ ଭଲ ବଜେଇଲେ, ଲୋକମାନେ ଆପଣଙ୍କୁ ପସନ୍ଦ କଲେ, ସାଜନ DJ ବି ମାନେ ଆପଣ ହରେଇବେ, ସେଇଟା ମାନେ କହିବେ ନା। କିନ୍ତୁ କମ୍ପିଟିସନ୍ ମଝିରେ ଆପଣ କ'ଣ କହୁଛନ୍ତି, ସେମିତି ହେଇପାରିବନି, ତୁମେ ଅଧିକ ଲୋଡ଼୍ କରୁଛ। ତୁମକୁ କିଏ ମନା କରୁଥିଲା ଏତେ କମ୍ ଲୋଡ଼୍ କରିବା ପାଇଁ? ତୁମେ ଅଧିକ ଲୋଡ଼୍ କଲନି, କିଏ ମନା କରୁଥିଲା? ସେଇଟା ପଡ଼ିଛି କମ୍ପିଟିସନ୍ରେ କିଏ ୱିନ୍ କରା ତ ମାନେ ସ୍ପଷ୍ଟ ଏପର୍ଯ୍ୟନ୍ତ ହୋଇପାରୁନି। ପାୱାର ବି ଭଲ ବଜାଉଥିଲା, ସାଜନ ବି ଭଲ ବଜାଉଥିଲା। ପାୱାର ଫ୍ୟାନ୍ କହିବେ ପାୱାର ଭଲ, ସାଜନ ଫ୍ୟାନ୍ କହିବେ ସାଜନ ଭଲ। ମୁଁ ଏଠି କହିବି ଭାଇ ପାୱାର ଭେସ୍ରେ ୱିନର୍ କରିଛି, ସାଜନ କ୍ୱାଲିଟି ଏଣ୍ଡ ମାନେ ରେ ୱିନର୍ କରିଛି। ଏଠି ପୁରା ସିଧା କଥା ଭାଇ, ପାୱାରରେ ଭଲ ଭେସ୍ ଥିଲା, ବହୁତ ବଢ଼ିଆ ଭେସ୍ ଥିଲା। ସାଜନରେ କ୍ୱାଲିଟି ସାଉଣ୍ଡ, କ୍ୱାଲିଟି ଭେସ୍, ସବୁ କ୍ୱାଲିଟି ଏକ ନମ୍ବର ଥିଲା ଭାଇ। ସାଜନ ଯେଉଁ ଟ୍ୟୁଟର କ୍ୱାଲିଟି ବହୁତ ବଢ଼ିଆ ଥିଲା। ଏଠି କମ୍ପିଟିସନ୍ରେ ମୋ ମତ ହେଲା ମାନେ ପବ୍ଲିକ୍ ବି ମୁଁ ରିଭ୍ୟୁ ନେଇଥିଲି, ପବ୍ଲିକ୍ କହିବା କଥା ଏଠି ଭାଇ ସାଜନ ମାନେ ଭଲ କ୍ୱାଲିଟି ଭେସ୍ ଥିଲା। ଏପର୍ଯ୍ୟନ୍ତ ପାୱାରର ଭେସ୍ ଭଲ ଥିଲା, ବହୁତ ବଢ଼ିଆ ଥିଲା। କିନ୍ତୁ ପାୱାର କ୍ୱାଲିଟି ମାନେ ଯେଉଁ ସାଉଣ୍ଡର କ୍ୱାଲିଟି ଏତେ ନଥିଲା, କିନ୍ତୁ ଭେସ୍ ବହୁତ ବଢ଼ିଆ ଥିଲା ପାୱାରର। ତାପରେ ରହିଲା ଯେଉଁ ସାଜନ ଯେଉଁ କପ୍ ନେଲା ମତୁମେଳା ୱିନର୍ କରିକି। ଭାଇ ଦେଖ, ଆମେ କ୍ରିକେଟ ଖେଳ କଥାରୁ ମୁଁ କହୁଛି ଭାଇ, କ୍ରିକେଟ ଲିଗ୍ ପର୍ଯ୍ୟନ୍ତ, କ୍ୱାର୍ଟର କି ସେମି ପର୍ଯ୍ୟନ୍ତ ଆମେ ଯେତେ ଭଲ ଖେଳିଲେ ବି, କିନ୍ତୁ ଫାଇନାଲରେ ହାରିଲେ କ'ଣ ହେବ? ଆମେ ହାରୁଛନ୍ତି। ଇଣ୍ଡିଆ ଟିମ୍ ଯେତେବେଳେ ମାନେ 2023 ୱାର୍ଲଡ଼ କପ୍ରେ ସବୁ ମ୍ୟାଚ୍ ଜିତିଲା, ତାପରେ ଯେତେବେଳେ ମାନେ ଫାଇନାଲରେ ହାରିଗଲା, ସେଠୁ କ'ଣ ହେଲା? କପ୍ କିଏ ନେଲା? ଅଷ୍ଟ୍ରେଲିଆ ଜିତିଲା ମାନେ ଅଷ୍ଟ୍ରେଲିଆ କପ୍ ନେବ। ତାପରେ ଇଣ୍ଡିଆ ଭଲ ଖେଳିଥିଲା ବୋଲି କ'ଣ ଇଣ୍ଡିଆକୁ କପ୍ ଦିଆହେବ କି? ଦିଆହେବନି। ସେଇଭଳିଆ କଥା। ପାୱାର ଯେତେ ଫାଷ୍ଟରୁ ଭଲ ବଜେଇଥାଉ, ଯେତେ ବି ଯାହା କରିଥାଉ, ମେଳନ ପଡ଼ିଆ ଯାଇନି ମାନେ ସେ ପାୱାର ୱିନର୍ ହେଇପାରିବନି ଭାଇ। ଯିଏ ମେଳନ ପଡ଼ିଆ ଯାଇଛି, ଯିଏ ଲୋକଙ୍କୁ ନଚେଇଛି ଭାଇ, ସିଏ ରିଏଲ୍ ୱିନର୍ ଭାଇ। ଭାଇ ଯେଉଁ ଭାଇ ମାନେ ଖରାପ ଭାବନ୍ତୁ, ମୋତେ ଭଲ ଭାବନ୍ତୁ ଭାଇ, ମୁଁ ରିଏଲ୍ କଥା କହୁଛି। କଥା ଟିକେ ବୁଝ, କଥା ନ ବୁଝିକି ଭାଇ ସେମିତି କମେଣ୍ଟ କରିବନି। ମାନେ କଥା ବୁଝ, ମୁଁ କ'ଣ କହୁଛି କ'ଣ ନାହିଁ, ତାପରେ ମୋତେ ଗାଳି ଦେବ। କାରଣ କିଛି ଲୋକ ଥିବେ କଥା ନ ବୁଝି ମାନେ ଜାଗା ଉପରେ ନଥିବେ ଭାଇ, ମେଳନ ଯାଇନଥିବେ, କିନ୍ତୁ ସିଏ କମେଣ୍ଟରେ ଆସିକି କହିବେ ଭାଇ ଇଏ ଏଇଆ ବଜେଇଲା, ସିଏ ସେଇଆ ବଜେଇଲା। ଭାଇ ତୁମେ କ'ଣ ଜାଣିଛ? ଭାଇ ମୁଁ ମେଳନରେ ପୁରା 2 ଦିନ ପୂର୍ବରୁ ଉପଯୁକ୍ତ ଥିଲି ସେଠି। ଭାଇ ଦେଖ, ପାୱାରର ମାନେ ମାନେ କିସ୍ମତ ଖରାପ ହୁଏ। ମାନେ ସିଏ ଆରଥର ବି ସେଇ ଜାଗାରେ ପ୍ରୋବ୍ଲେମ୍ ହେଇଥିଲା, ଏଥର ବି ପ୍ରୋବ୍ଲେମ୍ ହେଇଥିଲା। କିନ୍ତୁ ପାୱାର ଯଦି ମେଳନ ପଡ଼ିଆକୁ ଯାଇଥାନ୍ତା, ସେଠି ଆଉ ଥରେ କମ୍ପିଟିସନ୍ ହେଇଥାନ୍ତା, ତାହେଲେ ମାନେ ମାନେ ଗୋଟେ ଜଣା ପଡ଼ିଥାନ୍ତା କିଏ ରିଏଲ୍ ୱିନର୍ ହେଲା, କପ୍ ପାଇବାର ଯୋଗ୍ୟ। କିନ୍ତୁ ପାୱାର ତ ମାନେ ଠାକୁରଙ୍କ ଇଏରୁ ମାନେ ମାନେ ଗଡ଼ି ପଡ଼ିଲା। ମୁଁ ଆଶା କରୁଥିଲି ପାୱାର ଯିବା କଥା, ମାନେ ଇଏ ମାନେ ମାନେ ଯେଉଁ ମେଳନ ପଡ଼ିଆ କତିକି, କିନ୍ତୁ ତା କ'ଣ କରିବା, ପାୱାର ତ ଯାଇପାରିନି। କିଛି ବି କେତେ ତ୍ରୁଟି ଯୋଗୁଁରୁ ପାୱାର ଯାଇପାରିଲାନି, ତାଙ୍କ ଗାଡ଼ିଟି ପଲ୍ଟି ହେଇଗଲା। ଆଶା କରୁଛି ଆରଥରକୁ ପାୱାର ଯାଉ, ମାନେ ଭଲସେ ଆରଥର ଲୋଡ଼୍ କରୁ, ଭଲସେ ସେ ଭୁଟୁ ଯାହା ବି ଯେଉଁ ଠେଲା ଅଛି ତା ଦେହରେ ଭଲସେ ଲୋଡ଼୍ କରୁ, ଆରାମସେ ମାନେ ଯେମିତି ହଉ ମେଳନ ପଡ଼ିଆ କତିକି ଯାଉ। ଗଲା ପରେ ତାପରେ ସାଜନ ସାଙ୍ଗରେ ସେଠି ଭୟଙ୍କର କମ୍ପିଟିସନ୍ ହେବ ଭାଇ। ଠାକୁର ବି ପହଞ୍ଚି ଯାଇଥିବ ସେଠି, ଘଣ୍ଟେ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା 5 ଘଣ୍ଟା କମ୍ପିଟିସନ୍ ହେବ। 5 ଘଣ୍ଟା କମ୍ପିଟିସନ୍ ହେଲା ପରେ ଯିଏ ୱିନର୍ କରିବ, ଯାହାର ଭେସ୍ ଭଲ ଥିବ, ତାକୁ ଆମେ କହିଦେବା। କିନ୍ତୁ ଏଥର 2025ରେ
जो साजन जो कपटी नहीं भाई रियल विनर भाई साजन डीजे कहीं भाई साजन डीजे मेलन पड़िया को जाइए भाई बहुत लोक नचेई भाई बहुत बहुत लोक मु भाई साजन फैन नहीं कि पावर फैन नहीं मु रियल कथा कहूँ भाई मत खराब भावे ना भाई जेपर्यंत भाई माने आम जिते फास्ट भल बजातु जिते जहाँ करूँ आम मेलन पड़िया जाइना माने आम भाई किसी नहीं से भाया कथा भाई साजन फास्ट खराब बजाऊ कि लास्ट खराब बजाऊ से मेलन पड़िया जाइए कंपिटिशन भी भल बजे क्वालिटी साउंड भी साजन साजन ही कप पाइबा रियल विनर मत्तु मेला 2025 साजन रियल विनर मु पब्लिक मान रिव्यू नहीं मत्तु मेला रे माने जेकोसी माने 100 ରୁ 90% लोक कहले भाई साजन विनर माने 10 ରୁ 20 लोक कहउछन पावर विनर माने पब्लिक जो रिव्यू रही माने 10% 20 लोक कहउछन पावर विनर आउ जो 80 ରୁ 90% लोक कहले साजन विनर भाई जहाँ को पचारा भाई साजन विनर कौन पाइना भाई कंपटीशन जहाँ रातिर होता रातिर अधे लोक पहुँची नथिले भी कंपटीशन जी भी लोक देखी से कहते भाई पावर भल भेज था साजन क्वालिटी भेज था किंतु पावर मैं लोक कह कथा से पावर जेपर्यंत मेलन पड़िया को पहुँचला ना ताको केमिति आमे विनर घोषित करवा कप देवा सेटा भूल कथा भाई तबे तापर भी पावर भाई पावर का बहुत बड़ माने भल भेस है जो कहना भाई पावर ईडीएम क्वालिटी बहुत खराब है ना पावर ईडीएम क्वालिटी ईडीएम साउंड भल साजन भी भल भाई पावर जगह भल साजन जगह भल पावर को पावर साजन सागर तुलना करवानी कि साजन को पावर सागर तुलना करवानी भाई दी जन भल भाई से झारखंड किंग हेले भी ये वेस्ट बेंगल किंग भाई ये भी माने जेपर्यंत जो कहना साजन भेस पावर गड़ी पड़ा भाई सेमती किसी है ना भाई साजन भेस पावर गड़ी ना पावर भाई भाई से टर्निंग थिला भाई माने को देखिक नहीं कि जीवार थिला है भाई गोटे साइड बॉक्स टाणीदेला से पावर रे पलटी हो गला भाई पावर किसी भूल नहीं भाई से टर्निंग जगह थिला गोटे सेटअप आसला आउ गोटे सेटअप साइड करके सेठी भाई माने टिके जदी देखिक नहीं थांते ताले पावर म्यूजिक आराम से पड़ जाइथिला एटी पावर म्यूजिक किसी दोष दे लाभ नहीं भाई एटा टर्निंग रो प्रॉब्लम भाई बॉक्स गोटे आड़ को टाणी देला आउ से पावर गड़ी पड़ा ता बोली साजन डीजे जो आपण मैंने फ्रड ये कहते साजन डीजे भेस जो पावर गड़ी पड़ा सेटा भूल कथा भाई सेमती केमी कंट्रोवर्सी कभी करेंगे भाई पावर डीजे सेमती गड़ी ना से सब कहे भाई साजन फैन साजन आप रुहतु पावर फैन पावर रुहतु किंतु एभलिया कहबेनि केबे सोशल मीडिया आउ जो रहा यूट्यूबर भाई मैंने भाई रियल कथा कहतु तुम झारखंड यूट्यूबर हो कि वेस्ट बेंगल यूट्यूबर हो कि ओडिया यूट्यूबर हो भाई मत्तु मेला रियल इनफॉरमेशन दिव लोक को आपण मैंने कहीं माने रंग इनफॉरमेशन दौजे भाई पावर फैन है बोली कौन पावर ना गपिब आउ साजन फैन है कौन साजन ना गपिब भाई जोड़ा रियल कथा सब रियल कथा कह आपण मैंने मिछटार कौन एते माने कंट्रोवर्सी कर भाई दी मालिक भाई साजन पावर जो पिजुदार रही साजन भाई भीतर भाई बहुत बढ़िया सी पब्लिक मानक कंपिटिशन कर सी निजे निजे भितर पिटा बाड़ा हो से सब नुहे भाई से पब्लिक को गोटे खुशी करने गोटे कमेडी भाई आनी दीटा डीजे को गोटे गोटे कमेडी गोटे मतुमेला क्रेज गोटे मतुमेला लोक आस गोटे कमेडी माने माने आस गोटे डीजे देखा गोटे केमी कंपिटिशन हम किए जितब कि सीमित भाई हार जीत रही आज साजन जब पावर को हर का पावर भी साजन को हर साजन जीति माने आज जितुब से कथा पड़े भाई आज जब पावर जितुथो ना भाई आज ये हर का सी जित माने हर से कथा ना जो कौन जी साजन को कहीं हर पारे सेमती कहीं जन्म होना साजन भाई से पावर हर भाई से पट्टा मुंडे जब कंपिटिशन होता है देखी था किए क्या हर था देखी था है से लोक मैंने किसी न जानी न शुणी माने कहते किंतु मतुमेलार जदि कहवा डीजे साजन रियल विनर माने टोटाल रोड शो को देखला पर जना पड़छ डीजे साजन रियल विनर किंतु कंपिटिशन जो होइतिला कंपिटिशन भितर पावर भल भेज थिला आ साजन भल क्वालिटी साउंड थिला भल बहुत भल थिला आ किंतु कंपिटिशन सेमिति होबा कथा नुहे कंपिटिशन ऑलरेडी माने पावर माने जो साजन भाई कहला भाया कंपिटिशन पूरा सकाळ पर्यंत भाई मेसीन पुड़िला पर्यंत कंपिटिशन होबा कथा है आ तापर भी जो माने कमिटी भाई जो कथा कहले जो माने जहाँ भी गाड़ी दिंतु जहाँ करूँ जो साजन भाई बाहर साजन भाई बाहर कथा नचला से भाई साजन भाई सी भाई से कमिटी की कहते कमिटी कथा ही से गाड़ी आग पछ करने आपण साजन भाई कौन बाहर से आपण सेटअप को सी माने किसी कहते ना आप सेटअप को तुम गाड़ी देते
ସେମିତି କିଛି କହିଛନ୍ତି? ଆପଣ ଓଡ଼ିଆ କହିଲେ ଆମେ ଓଡ଼ିଆ ବୁଝିପାରୁଛୁ, ଓଡ଼ିଆ ଦୋସ୍ତ ଅଛି, ଏମାନେ କହିବାର କଥା କ'ଣ? ସେ ଆପଣଙ୍କୁ କିଛି କହିନାହାନ୍ତି। ସେ ତାଙ୍କ ଭାଇଚାରା ତାଙ୍କ କମିଟିକି ସିଏ କହିଲେ ଭାଇ ଟିକେ ଗାଡ଼ି ଆଗକୁ ନେଇଯାଅ କି ପଛକୁ ନେଇ ଆସ, ଆମେ ପଳେଇବୁ, ଆମେ ମାନେ ଆଗ ମେଢ଼ ତମେ ପଛ ମେଢ଼ ଆରାମସେ ଯିବ। ସେ ତାର କଥା ଆପଣ ବାହାରିକି ପଡ଼ିକି ମାଇକ୍ ଧରିକି ଏସବୁ କହିବାର କଥା କ'ଣ ଥିଲା ଭାଇ? କଣ୍ଟ୍ରୋଭର୍ସି ଆପଣ ହିଁ ଷ୍ଟାର୍ଟ କରିଛନ୍ତି। କଣ୍ଟ୍ରୋଭର୍ସି କୌଣସି ଷ୍ଟାର୍ଟ କରିବା କଥା ନୁହେଁ। ଯେଉଁ BM ଭାଇ କି ଯେଉଁ ମାନେ ପାୱାରରେ ଯେ ସବୁ ରହିଲେ ଭାଇ, ହିନ୍ଦୀ ପ୍ରାକ୍ଟିସ୍ କର ଭାଇ, ହିନ୍ଦୀ ପ୍ରାକ୍ଟିସ୍ କର ଭଲସେ। ହିନ୍ଦୀ କହ, ବଙ୍ଗାଳୀ ଭାଇ ମାନେ ଏଠି ଚଳିବନି ଭାଇ। ଭାଇ ହିନ୍ଦୀ ପ୍ରାକ୍ଟିସ୍ କର, ଆଉ ଟିକେ ଟ୍ୟୁଟର୍ କ୍ୱାଲିଟି ଟିକେ ବଢ଼ାଅ ଭାଇ। ଟ୍ୟୁଟର୍ରେ କହିଲା ବେଳକୁ ଆପଣଙ୍କ କଥା ଟିକେ ଠିକ୍ସେ ଶୁଭୁ ନାହିଁ। ସାଜନ କଥା କହିଲା ବେଳକୁ ଦେଖ ତାଙ୍କ ଟ୍ୟୁଟର୍ କ୍ୱାଲିଟି ଏତେ ବଢ଼ିଆ, ପୁରା ଭାରି ଜୋର ଶୁଭୁଛି ଭାଇ। ମୁଁ ଯେଉଁ କଥା କହୁଛି ଭାଇ ରିଅଲ୍ କଥା କହୁଛି ଭାଇ। କେଉଁ ଭାଇ ମାନେ ମୋତେ ଖରାପ ଭାବିବେନି ହେଲା, ମାନେ ମୁଁ ଯେଉଁଟା ରିଅଲ୍ କଥା କହୁଛି। ତାପରେ ବି ଭାଇ କମେଣ୍ଟକୁ ଖୋଲା ରଖିଦେଇଛି ଭାଇ, ଯିଏ ବି ଯାହା ପାୱାର ଫ୍ୟାନ୍ ପାୱାର ଯାହା କହିବା କଥା କହିଦେବେ, ସାଜନ ଫ୍ୟାନ୍ ସାଜନ କଥା ଯାହା କହିବା କଥା କହିଦେବେ ଭାଇ। ମୁଁ ମତ ମେଳାରେ ରିଅଲ୍ କଥା କହୁଛି ହେଲା, ମତ ମେଳାରେ ରିଅଲ୍ କଥା କହୁଛି ଭାଇ। କମ୍ପିଟିସନ୍ କଥା କହୁଛି, ଟୋଟାଲ୍ ରୋଡ୍ ଶୋ କଥା କହୁଛି, ସାଜନ ଆଣ୍ଡ ପାୱାର କଥା ମୁଁ କହୁଛି। ତାପରେ ପାୱାର DJ ସାଜନକୁ ରିଅଲ୍ ୱିନର୍ କରିବା କଥା କରାଯାଇଛି, ଠିକ୍ କରାଯାଇଛି। ମାନେ ମୋ ମତର ମାନେ ରିଅଲ୍ ୱିନର୍ ଯିଏ ମାନେ ପହଞ୍ଚିନି ଯେ ମେଳନ ପଡ଼ିଆ, ତାକୁ ଆମେ କେମିତି ୱିନର୍ କରିବା ସେ କରିବା। ଯଦି ପାୱାର ପହଞ୍ଚିଥାନ୍ତା ତାହେଲେ ଗୋଟେ କ'ଣ ହେଇଥାନ୍ତା, ଭୟଙ୍କର ଲଢ଼େଇ ହେଇଥାନ୍ତା ସାଜନ ପାୱାର ଭିତରେ। ସେଠି ଟକରା ଟକରି ହେଲା ପରେ ଜଣାପଡ଼ିଥାନ୍ତା, କିନ୍ତୁ ଭୁଲ ଦୁର୍ଭାଗ୍ୟରୁ ପାୱାର ତ ଗଡ଼ି ପଇଲା, ଯାଇ ପାଇଲାନି। ଆଉ କେହି ପାୱାର DJକୁ ଟ୍ରୋଲ୍ କରନ୍ତୁ ନାହିଁ ଭାଇ। ଗଡ଼ି ପଇଲା ଗାଳି ଦେଉଛନ୍ତି ଆପଣମାନେ ଗ୍ରୁପ୍ ଫ୍ରୁପ୍ରେ ଆସିକି, ଏସବୁ କହିବା କଥା ନାହିଁ ଭାଇ। DJ ଭିତରେ ଲଢ଼େଇ ଅଛି, ଆମ ଭିତରେ ଲଢ଼େଇ ନାହିଁ ଭାଇ। DJ ଆଜି ପାୱାର ସାଜନ, ମୋ କହିବା କଥା ଯେ ସାଜନ ତାକୁ ହରେଇଛି, ପାୱାର ବି ହରେଇ ଦେବୁ। ଯଦି ପାୱାର ଜିତି ଯାଇଛି ସାଜନ ବି ହରେଇ ଦେବ, ସେଥିରେ କ'ଣ ଅଛି ଭାଇ? ଆମେ ଭାଇଚାରା ହିଁ ବଞ୍ଚିବା। ପୁଣି ମତ ମେଳନ ଯିବା, ପୁଣି ଦେଖିବା, ପୁଣି DJ କମ୍ପିଟିସନ୍ କରିବା, ସେଥିରେ କିଛି ବଡ଼ କଥା ନୁହେଁ ଭାଇ। ଆମେ ଭାଇଚାରାରେ ହିଁ ବଞ୍ଚିବା ଭାଇ। ଆମ ଭିତରେ ଝଗଡ଼ା ଲାଗି ମିଳିବ କ'ଣ ଭାଇ? ସିଏ DJ ଆସୁଛନ୍ତି, ତାଙ୍କର ପେମେଣ୍ଟ ନେଇ ଘରକୁ ଯାଉଛନ୍ତି। ପାୱାର DJ ଆଉଛି, ପାୱାର DJ ପେମେଣ୍ଟ ନେଇ ଘରକୁ ଯାଉଛି। ଆମକୁ ମିଳିବ କ'ଣ? ଆମେ ଯେଉଁ ଝଗଡ଼ା ଲାଗୁଛନ୍ତି ଭାଇ, ଯେଉଁଟା ରିଅଲ୍ କଥା ଭାଇ। ମେଳନ ସରିଲା ଭାଇ, କଥା ସରିଲା, ଆଉ କିଛି କହିବାର ନାହିଁ ଭାଇ। ଆଶା କରୁଛି ମାନେ ମୋ ଭିଡ଼ିଓଟି ଭଲ ଲାଗିଥିବ, ଚ୍ୟାନେଲ୍ଟିକି ସବସ୍କ୍ରାଇବ୍ କରୁଥିବ। ମୋତେ ଯେଉଁଭଳିଆ ଭଲ ପାଇବା ଦେଇଥିଲେ ଏବେ ବି ଭଲ ପାଇବା ଦେବେ। ମୁଁ ଆଶା କରୁଛି ସବୁବେଳେ ମୋତେ ଭଲ ପାଇବା ଦେବେ। ଚ୍ୟାନେଲ୍ଟିକି ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ପୁଣି ଆର ବର୍ଷକୁ ମୋତେ ମେଳନ ଦେଖାହେବ। ପୁଣି DJ ପାୱାର ଯଦି ଆସିଲା କି DJ ସାଜନ ଆସିଲା, ପୁଣି କମ୍ପିଟିସନ୍ ହେବ। ରହୁଛି, ନମସ୍କାର। ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଶ୍ରୀରାମ।